ମୁଁ ସେମିତି କିଛି ଗୋଟେ ବିଶେଷ ଅପରାଧ କରିନି କି ଯାହା ପାଇଁ ମତେ ମଞ୍ଚଠୁ ଦୂରେଇ ଯିବାକୁ ପଡିବ। ବହୁତ କଥା ଆଜ୍ଞା ଆ ଭିତରେ ରହିଯାଇଛି। ତେଣୁ ଯାହା ଘଟି ଯାଇଛି, କିଏ କହିଛି, କଣ କହିଛି, ଆଉ ତାକୁ ନ ଧରିକି କେମିତି ଏ ଛୋଟିଆ କଥାର ସମାଧାନଟା ହେଇଗଲେ ବହୁତ ଭଲ ହବ। ମୁଖ୍ୟ କଥା ହଉଛି କଣ ନା, ଆଜି ଯାଏ ବହୁତ କିଛି ମାନେ ପେପର ଆସିକି ସୋସିଆଲ ମିଡିଆରେ ଅଛି, ବିଗତ ଦିନରୁ ନେଇକି ଆଜି ପର୍ଯ୍ୟନ୍ତ ବହୁତ ପେପର ସାର୍ବଜନୀନ ହେଇପାରିଲା, କିନ୍ତୁ ସେ ଏଗ୍ରିମେଣ୍ଟ ପେପରଟି ସାର୍ବଜନୀନ ହେଇପାରିଲାନି। ଯୋଉଟା ଯୋଉଟା 2 ବର୍ଷ ପାଇଁ ଚୁକ୍ତି ଥିଲା, ସେଇଟା ସାର୍ବଜନୀନ ହେଇପାରୁନି। ଯଦି ଥିବ ତାହେଲେ ଯଦି ଏତେ ସବୁ ଜିନିଷ ସାର୍ବଜନୀନ ହେଇପାରୁଛି, ଆଉ ସେଥିରେ ଆଉ କଣ ଅଛି? ସେ ବିଷୟରେ କହିବାରେ କିଛି ନାହିଁ, କହି ହେଇଥାନ୍ତା, କିନ୍ତୁ ଯେହେତୁ ମାଲିକ ଆଇନର ଆଶ୍ରୟ ନେଇଛନ୍ତି, ତେଣୁ ମୋର ଦୃଢ ବିଶ୍ୱାସ ଆଇନ ଉପରେ ମଧ୍ୟ ଅଛି। ନିହାତି ଧର୍ମର ଜୟ ହବ। ମୁଁ ସେମିତି କିଛି ଗୋଟେ ବିଶେଷ ଅପରାଧ କରିନି କି ଯାହା ପାଇଁ ମତେ ମଞ୍ଚଠୁ ଦୂରେଇ ଯିବାକୁ ପଡିବ। ଭୁଲ ମଣିଷ କରନ୍ତି, ସମସ୍ତେ ଭୁଲ କରନ୍ତି। ହଁ, ଭୁଲ ହେଇଛି, ହେଇପାରେ, ମୋ ତରଫରୁ ହେଇପାରେ ତାଙ୍କ ତରଫରୁ ହେଇପାରେ, କିନ୍ତୁ ଭୁଲ ହେଇଛି। ତ ଭୁଲଟାକୁ ସମାଧାନ କରାଯିବ, ତା ମାନେ ନୁହେଁ ଯେ ମଞ୍ଚଠୁ ଦୂରେଇ ଯିବ। ଭୁଲ ବୁଝାମଣା ଯାହା ବି ଆମେ କହିପାରିବୁ। ଆଜ୍ଞା, ଆଇନଟି ହେଇଛି କେବଳ ଲୋକଙ୍କୁ ବଞ୍ଚେଇବା ପାଇଁ, ଏବଂ ସେ ଆଇନ ଉପରେ ଆପଣଙ୍କର ଯେମିତି ବିଶ୍ୱାସ ଅଛି, ମୋର ମଧ୍ୟ ସେମିତି ବିଶ୍ୱାସ। ତେଣୁ ସେ ଅନ୍ଧ ଭାବରେ କିଛି କହିବା ଅପେକ୍ଷା ବରଂ ସେ ଆଇନକୁ ଅପେକ୍ଷା କରିବା, ଆଇନ କୋଉ ରାସ୍ତା ଦେଇକି ଯାଉଛି ସେଇଟା ମୁଁ ଭାବୁଛି ମୋ ମତରେ ଭଲ।